ସକାଳୁ ଯଦି କିଛି ହାଲକା ଫୁଲକା ଖାଇବାର ଅଛି ଆଉ କିଛି ବି ଚଟପଟା ଖାଇବାର ଅଛି ତ ନିହାତି ଥରେ ଏମିତି ଥରେ ବନାନ୍ତୁ। ଏଇ ହାଲକା ଫୁଲକା ନାସ୍ତା ଖାଇବା ପାଇଁ ବହୁତ ହି ଟେଷ୍ଟି ଲାଗେ ଆଉ ଜବରଦସ୍ତ ବି ଲାଗିଥାଏ। ତ ବନେଇବାଟା ବି ବହୁତ ହି ସହଜ। 5ରୁ 6 ମିନିଟ୍ ଭିତରେ ଏ ଜଳଖିଆଟା ବନିଯିବ। ଆଉ କିଛି ଯଦି ଖାଇବା ପାଇଁ ଅଲଗା ଇଚ୍ଛା ଥିଲେ ନିହାତି ଏମିତି ଥରେ ବନାନ୍ତୁ, ବହୁତ ହି ସ୍ୱାଦିଷ୍ଟ ଲାଗିବ। ତ ଭିଡ଼ିଓରେ ଦେଖିବା ପୂର୍ବରୁ ହିଁ ଭିଡ଼ିଓକୁ ଲାଇକ୍ କରିବା ସାଙ୍ଗରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ବି କରିଦିଅନ୍ତୁ, କାରଣ ଆପଣମାନେ ପରେ ଭୁଲିଯିବେ। ତ ଚାଲନ୍ତୁ ଆଜିର ହାଲକା ଫୁଲକା ଜଳଖିଆ ବନେଇବା ଷ୍ଟାର୍ଟ କରିବା। ତ ସବୁଠୁ ପ୍ରଥମେ ପ୍ୟାନ୍ ବସେଇବା। ପ୍ୟାନ୍ରେ ଦେବା 2 ଚାମଚ ତେଲ। ତେଲଟାକୁ ଟିକେ ନାକୁ ହାଲକା ଗରମ ହେବା ପାଇଁ ଛାଡ଼ିଦେବା। ତେଲ ଆମର ହାଲକା ଗରମ ହେଇସାରିଲାଣି। ତା ଦେହରେ ଦେବା ଅଳ୍ପ ଟିକେ ନାକୁ ସୋରିଷ ଆଉ ଅଧା ଚାମଚ ଆମର ଧଳା ରାଶି। ଧଳା ରାଶିର ଟେଷ୍ଟଟା ବହୁତ ବଢ଼ିଆ ଆସିଥାଏ। ତ ଏଇଠି ମୁଁ ଦେଉଛି କିଛି ଧନିଆ, ଶୁଖିଲା ଲଙ୍କା ଆଉ ଜିରା ଦରଦରା କୁଟିକି ଏଇଠି ଆମେ ଦେଇଦେବା 1 ଟିସ୍ପୁନ୍। ତାପରେ ଏ ସବୁଯାକ ହାଲକା ହାଲକା ମିଡ଼ିୟମରେ ୟାକୁ ଟିକେ ନାକୁ ଭାଜି ନେବା। ତ ଦେଖନ୍ତୁ ଫ୍ରେଣ୍ଡସ୍, କିଛି ସେକେଣ୍ଡ ପାଇଁ ଭାଜିବେ, ବହୁତ ସମୟ ପାଇଁ ଭାଜିବେନି। ତାପରେ ଆମର ଏଇଠି ମୁଁ ଦେଇ ଦେଉଛି କିଛି କଟା ହେଇଥିବା ପିଆଜ, 1 ମିଡ଼ିୟମ୍ ସାଇଜ୍ର ପିଆଜ ଏଇଠି ମୁଁ କାଟିକି ଦେଇ ଦେଉଛି। ପିଆଜ ଗୁଡ଼ାକୁ ସେ ପର୍ଯ୍ୟନ୍ତ ଭାଜିବା ଯେଉଁ ପର୍ଯ୍ୟନ୍ତ ଆମର ଟିକେ ନାକୁ ହାଲକା ହାଲକା କଲର୍ ଚେଞ୍ଜ ହେଇଯିବ ଆଉ ଟିକେ ନାକୁ ପିଆଜ ଗୁଡ଼ାକ ଟିକେ ନାକୁ ସଫ୍ଟ ହେଇଯିବ। ତାପରେ ଏଇଠି ଆମେ ଦେଇଦେବା କିଛି କଞ୍ଚା ଲଙ୍କା। ଆପଣମାନେ ରାଗକୁ ଦେଖିକି ଦିଅନ୍ତୁ। ବେଶୀ ଖାଉଥିଲେ ବେଶୀ ବି ପକାଇ ପାରିବେ, କମ୍ ଖାଉଥିଲେ କମ୍ ବି ଏଇଠି ଦେଇପାରିବେ। ତ ମୁଁ ଏଇଠି 3ଟା ଲଙ୍କା ନେଇଯାଇଛି। ତ ତା ଦେହରେ ମୁଁ ପକାଉଛି କିଛି ଚଟପଟା ଆଉ ଖଟାନେସ୍ ଆସିବା ପାଇଁ କିଛି ଟମାଟୋ ମୁଁ ଗୋଟେ ଟିକିଟେ ଚପ୍ କରିକି ଏଇଠି ମୁଁ ଦେଇ ଦେଉଛି। ତ ଏଗୁଡ଼ାକ ସବୁଯାକ ବଢ଼ିଆସେ ଆମେ ଫ୍ରାଏ କରିବା। 2ରୁ 3 ସେକେଣ୍ଡ ପର୍ଯ୍ୟନ୍ତ ଏଗୁଡ଼ାକୁ ଆମେ ଫ୍ରାଏ କରିବା, ଯେହେତୁ କି ଆମର କଞ୍ଚା ସ୍ମେଲ୍ ପଳେଇବ। ତ ଏଇଠି କଞ୍ଚା ସ୍ମେଲ୍ ଗଲାଣି। ଏଇଥିରେ ମୁଁ ଦେଉଛି ଅଧା ଚାମଚ ଆମର ଗରମ ମସଲା, ସ୍ୱାଦ ଅନୁସାରେ ଲୁଣ ଆଉ 1 ଚୁଟକି ଆମର ହଳଦୀ ଗୁଣ୍ଡ ଦେଇସାରିଲା ପରେ ଆହୁରି 2ରୁ 3 ସେକେଣ୍ଡ ପର୍ଯ୍ୟନ୍ତ ଏଗୁଡ଼ାକୁ ଫ୍ରାଏ କରିବା, ଯେହେତୁ କି ଏହାର କଞ୍ଚା ସ୍ମେଲ୍ ପଳେଇବ। ତ ଦେଖନ୍ତୁ ଫ୍ରେଣ୍ଡସ୍, ବଢ଼ିଆସେ ଫ୍ରାଏ ହେଇସାରିଛି। ଏଇଠି ମୁଁ ଦେଇ ଦେଉଛି 2 କପ୍ ପାଣି। ତ ଦେଖନ୍ତୁ ଏମିତି କରିକି 2 କପ୍ ପାଣି ନେଇଯିବେ। ଯେଉଁଥିରେ ବି ଭାଗ ମାପ କରିବେ ଗୋଟେ ଜାଗାରେ ଭାଗ ମାପ କରନ୍ତୁ, ଯେ ଆପଣମାନଙ୍କର ଜଳଖିଆଟା ବି ପୁରା ପରଫେକ୍ଟ ହେଇକି ଆସିବ। ତ ଦେଖନ୍ତୁ ପାଣିଟାକୁ ବଢ଼ିଆସେ ଆମର ଫୁଟିଗଲାଣି। ତ ଦେଖିପାରୁଥିବେ। ତ ଏଇଠି ମୁଁ ଦେଉଛି ସେଇ କପ୍ରେ ହିଁ ମାପିକି ଅଧା କପ୍ ଏଇଠି ଆମର ଛୋଟିଆ ଶାଗୁଦାନା, ତାକୁ ଭିଜେଇକି ମୁଁ ଏଇଠି ଆମର ଦେଇ ଦେଉଛି। ତ ଏଇଠି ଅଧା କପ୍ ଆମର ଶାଗୁଦାନା ଟିକି ଗୁଡ଼ାକ। ତ ଏଗୁଡ଼ାକୁ ବଢ଼ିଆସେ ଆମେ ଟିକେ ନାକୁ ଏମିତି ହାଲକା ହାଲକା ମିଶାଇଦେବା। ତାପରେ ସେଇ କପ୍ରେ ହିଁ ମୁଁ ମାପିକି ନେଇଛି 1 କପ୍ ଆମର ଚାଉଳ ଚୁନା। ତ ଦେଖନ୍ତୁ ଏମିତି କରିକି ଦେବେ। ତାପରେ ଏ ଚାଉଳ ଚୁନାଟାକୁ ଲମ୍ସ ପଡ଼ିଯିବ। ତ ସେଇଥିପାଇଁ ଆକୁ ଲଗାତାର ଘାଣ୍ଟିବେ, ନହେଲେ ଲମ୍ସ ପଡ଼ିଯିବ ଆଉ ତଳୁ ବି ଲାଗିଯିବ, ପୋଡ଼ିଯିବ। ତ ନିହାତି ଧ୍ୟାନ ରଖନ୍ତୁ। ଗ୍ୟାସ୍ର ଫ୍ଲେମ୍ଟାକୁ ପୁରା ସ୍ଲୋ କରିକି ଏ ବ୍ୟାଟର୍ଟାକୁ ଆପଣମାନେ ଜନ୍ତିବେ। ତ ଦେଖନ୍ତୁ ବଢ଼ିଆସେ ମୁଁ ଜନ୍ତି ସାରିଛି। ଏଇଠି ମୁଁ ଦେଇ ଦେଉଛି କିଛି ଧନିଆ ପତ୍ର ଆଉ ଏଇଠି ମୁଁ ଦେଉଛି 1 ସିଝା ଆଳୁ। ସିଝା ଆଳୁକୁ ଗ୍ରେଟ୍ କରିକି ଦେବେ। ଯଦି ବଡ଼ ବଡ଼ ଚୁକ୍ଟା ଦାନା ରହିଯିବ ତ ଆମର ନାସ୍ତାଟା ଏତେ ବଢ଼ିଆସେ ବନିବନି। ତ ସେଇଥିପାଇଁ ଆଳୁଟାକୁ ଗ୍ରେଟ୍ କରିକି ହିଁ ଦେବେ। ତ ଦେଖନ୍ତୁ ଆମର ବ୍ୟାଟର୍ଟା ପୁରାପୁରି ରେଡ଼ି ହେଇଗଲାଣି। ତ ଦେଖନ୍ତୁ ମୁଁ ବଢ଼ିଆସେ ମିଶାଇ ସାରିଛି। ତ ଚାଲନ୍ତୁ ୟାକୁ ଆମେ ଆଉ ଗୋଟେ ବାଉଲ୍କୁ ବାହାର କରିନେବା। ତ ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଅଲଗା ବାଉଲ୍କୁ ବାହାର କରିଦେଇଛି। ଆକୁ କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ତ ମୁଁ 5 ମିନିଟ୍ ଛାଡ଼ି ସାରିଛି ଆଉ ଆମର ଯେଉଁ ବ୍ୟାଟର୍ଟା ବହୁତ ବଢ଼ିଆସେ ଥଣ୍ଡା ବି ହେଇସାରିଛି। ତ ହାଲକା ହାଲକା ଉଷୁମ ଅଛି। ତ ହାତରେ ଏମିତିଆ ଛୋଟିଆ ଲୋଇ ଛିଡ଼େଇ ନେବା। ତାପରେ ଏମିତି ରାଉଣ୍ଡ ସେପ୍ର ଏମିତି ଆମେ ବନେଇବା। ତ ଦେଖନ୍ତୁ ଏମିତି କରିକି ବନେଇବେ ଯଦି ଆପଣମାନଙ୍କର ଜଳଖିଆ ଦେଖିବା ପାଇଁ ଯେତିକି ଆଟ୍ରାକ୍ଟିଭ୍ ଲାଗିବ, ଖାଇବା ପାଇଁ ତାଠୁ ବି ବହୁତ ହି ବଢ଼ିଆ ଲାଗିବ। ତ ଏମିତି ଆପଣମାନେ ଚାହିଁଲେ ବଡ଼ ବି ବନେଇ ପାରିବେ, ଛୋଟ ଚାହିଁଲେ ଛୋଟ ବି ବନେଇ ପାରିବେ। କିନ୍ତୁ ଏଇଠି ଟିକେ ଗୁଡ଼ା ବନାନ୍ତୁ, ବଢ଼ିଆସେ ଆମର ସିଝିବ ଆଉ ଫ୍ରାଏ ବି ହେବ। ମସଲାରେ ବହୁତ ହି ବଢ଼ିଆସେ ସେଟ୍ ହେବ। ତ ଦେଖନ୍ତୁ ଏମିତି କରିକି ସବୁଯାକ ନାସ୍ତା ବନେଇଦେବେ। ତ ଦେଖନ୍ତୁ ମୁଁ ବନେଇ ସାରିଛି। ଆଉ ଥରେ ପ୍ୟାନ୍ ବସେଇବା। 1 ଚାମଚ ତେଲ ଦେଇଦେବା, ଅଳ୍ପ ଟିକେ ନାକୁ ଜିରା ଦେଇଦେବା ଆଉ ଅଳ୍ପ ଟିକେ ନାକୁ ଆମର ରାଶି ଦେଇଦେବା। ଏଇଠି ଦେଇ ଦେଉଛି ମୁଁ ଆମର ଭୃସୁଙ୍ଗା ପତ୍ର ବାସ୍ନା ଆଉ ଟେଷ୍ଟଟା ବହୁତ ବଢ଼ିଆ ଆସିବ। ତ ସେଇଥିପାଇଁ ଭୃସୁଙ୍ଗା ପତ୍ର ଦେଇଦେବା। ହାଲକା ପ୍ୟାନ୍ଟାକୁ ଟିକେ ନାକୁ ବୁଲେଇ ନେବା। ତାପରେ ଆଗରୁ ଆମେ ଯେଉଁ ବନେଇକି ରଖିଥିଲେ ଆମର ନାସ୍ତା ଗୁଡ଼ାକ ସବୁଯାକ ଏଇଠି ଆମେ ଦେଇଦେବା।
ଦେଇକି ଚାମଚରେ ଟୋଟାଲ ଗୋଳେଇବେନି, ନହେଲେ ପିତି ପାତିରେ ବି ଗୋଳେଇବେନି, ନହେଲେ ଆମ ନାସ୍ତା ଗୁଡ଼ାକ ସବୁ ଭାଙ୍ଗିଯିବ। এই কথাটা নিহাতি ধ্যান রাখবে। প্যান্রে ହିଁ ଅଳ୍ପ ଟିକେ ନାକୁ ଏମିତି ହାଲକା କିଛି କିଛି ସେକେଣ୍ଡରେ ଏମିତି ହାଲକା ହାଲକା ବୁଲେଇ ନେବେ। 5ରୁ 6 ମିନିଟ୍ ପର୍ଯ୍ୟନ୍ତ ଏମିତି କରିକି ହିଁ ଫ୍ରାଏ କରିବେ। ଯଦି ଭୁଲରେ ବି ଡଙ୍କି ଦେଇଦେଲେ ତ ଆମର ନାସ୍ତା ଗୁଡ଼ାକ ସବୁ ଯାକ ଭାଙ୍ଗିଯିବ ଚାନ୍ସ ଥାଏ। ତ ମୁଁ ଏଇଠି ଦେଇଦେଉଛି କିଛି ଟମାଟୋ ସସ୍ରେ, ମୁଁ 1 ଚାମଚ ଟମାଟୋ ସସ୍ରେ 2 ଚାମଚ ପାଣି ମୁଁ ମିଶାଇ ଦେଇଛି। ତ ଏଇଥିରେ ମୁଁ ଦେଇଦେଇଛି, କାରଣ ଟମାଟୋ ସସ୍ଟା ଏଥିପାଇଁ ଦିଆହେଉଛି ଯେ ଆମ ନାସ୍ତାଟା ବହୁତ ହି ଜୁସି ଜୁସି ଆଉ ଟେଷ୍ଟି ବି ବହୁତ ଲାଗିବ, ଚଟପଟା ବି ଲାଗିବ। ତ ଆପଣମାନଙ୍କର ଇଚ୍ଛା ଥିଲେ ଦିଅନ୍ତୁ, ନହେଲେ ବି ସ୍କିପ୍ ବି କରିପାରିବେ। ତ ଲାଷ୍ଟରେ ଏଇଠି ଆମେ ଦେଇଦେବା କିଛି ଧନିଆ ପତ୍ର। ଦେଇସାରିଲା ପରେ ଆଉ ଥରେ ଆକୁ ବଢ଼ିଆସେ ମିଶାଇ ନେବା। ତ ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଟୋଟାଲ ମୁଁ ୟୁଜ୍ କରୁନି, ନହେଲେ ସ୍ପୁନ୍ ୟୁଜ୍ କଲେ ଆମର ନାସ୍ତା ଭାଙ୍ଗିଯିବ। ତ ଦେଖନ୍ତୁ ଆମର ଗରମା ଗରମ ନାସ୍ତା ପୁରା ବନିକି ପୁରା ରେଡ଼ି ହେଇଯାଇଛି। ପ୍ଲେଟ୍କୁ ଆମେ ବାହାର କରି ନେବା। ତ ଦେଖିଲେ ନା, ଦେଖିବା ପାଇଁ ଯେତିକି ଆଟ୍ରାକ୍ଟିଭ୍ ଲାଗିବ, ଖାଇବା ପାଇଁ ବହୁତ ହି ବଢ଼ିଆ ଲାଗିବ। ଗରମା ଗରମ ଜଳଖିଆ ଏମିତି ଥରେ ବନାନ୍ତୁ, ଯିଏ ଖାଇଛି ଆପଣମାନଙ୍କର ପ୍ରଶଂସା କରିବା ଟୋଟାଲ ବି କମିବନି। ବହୁତ ହି ଟେଷ୍ଟି ଲାଗେ, ବହୁତ ହି ବଢ଼ିଆ ଲାଗେ। ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ, ସବସ୍କ୍ରାଇବ୍ ବି କରିଦିଅନ୍ତୁ। ପ୍ଲିଜ୍ ମୋ ଭିଡ଼ିଓରୁ କିଏ ନୂଆ ଥିଲେ ଭିଡ଼ିଓ ଗୁଟାକୁ ଗୋଟେ ଲାଇକ୍ କରିବା ସାଙ୍ଗରେ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆମର ଯେବେ ବି ଭିଡ଼ିଓ ଅପଲୋଡ଼ ହେବ ସବୁଠୁ ପ୍ରଥମେ ଆପଣମାନେ ଦେଖିବା ପାଇଁ। ତ ସେଇଥିପାଇଁ ଭିଡ଼ିଓକୁ ଲାଇକ୍ କରିବା ସାଙ୍ଗରେ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଆଉ ଥରେ ଦେଖା ହେବ ଆଉ ଗୋଟେ ଫ୍ରେଶ୍